AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ ଯେ ପ୍ରଭୁଙ୍କର ମହାନ ଅନୁଗ୍ରହରୁ ଅଲୋନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କର ଗହଣରେ ପୁନର୍ବାର ପ୍ରଭୁଙ୍କର ବାକ୍ୟ କହିବା ନିମନ୍ତେ ପ୍ରଭୁ ମୋତେ ସୁଯୋଗ ଦେଇଥିବାରୁ ତାହାଙ୍କ ନାମର ଧନ୍ୟବାଦ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ଆପଣମାନେ ପାଇବେ ଲୁକ 13 ପର୍ବ 11ରୁ 13 ପଦ। ଆଉ ଦେଖ 18 ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀ ଲୋକ ସେଠାରେ ଥିଲା। ସେ କୁବ୍ଜା ହୋଇ କୌଣସି ପ୍ରକାରେ ଆପଣାକୁ ସଳଖ କରିପାରୁନଥିଲା। ଯୀଶୁ ତାହାକୁ ଦେଖି ପାଖକୁ ଡାକିଲେ, ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ। ଆଉ ସେ ତାହା ଉପରେ ହାତ ଥୋଇଲେ। ସେଥିରେ ସେ ସେହି କ୍ଷଣି ସଳଖ ହୋଇ ଈଶ୍ୱରଙ୍କର ମହିମା କୀର୍ତ୍ତନ କରିବାକୁ ଲାଗିଲା। ସଦାପ୍ରଭୁ ଆମମାନଙ୍କୁ ସବୁ ଅବସ୍ଥାରେ ନିରୀକ୍ଷଣ କରନ୍ତି ଏବଂ ଆମମାନଙ୍କୁ ସଳଖ ଜୀବନ ପ୍ରଦାନ କରିବାକୁ ଚାହାନ୍ତି। ସେ ଆମମାନଙ୍କର ପଥକୁ କ'ଣ କରନ୍ତି? ସଳଖ କରନ୍ତି। ଯେ ପ୍ରକାର ସେହି କୁବ୍ଜା ନାରୀକୁ ଆଉ ଈଶ୍ୱର କ'ଣ କଲେ, ପ୍ରଭୁ କ'ଣ କଲେ, ତାକୁ ପାଖକୁ ଡାକି ନେଇ ତାକୁ ସୁସ୍ଥତା ପ୍ରଦାନ କଲେ। ଆମମାନେ ମନୁଷ୍ୟ ଜଗତରେ ଅନେକ ପ୍ରକାର ଜୀବନରେ ଅତିବାହିତ କରୁଛୁ। କିଏ ଦୁଃଖରେ, କିଏ ସୁଖରେ, କିଏ ଶାନ୍ତିରେ, କିଏ ଆନନ୍ଦରେ, କିଏ ଅତି ଦୁଃଖରେ ଜୀବନଯାପନ କରନ୍ତି। କିନ୍ତୁ ପ୍ରଭୁ ଆମମାନଙ୍କୁ କ'ଣ କରନ୍ତି? ସବୁ ଅବସ୍ଥାରେ ତାହାଙ୍କ ନିକଟତର କରିବାକୁ ଆମମାନଙ୍କୁ ଚାହାନ୍ତି। ତାହାଙ୍କର ନିକଟବର୍ତ୍ତୀ ଆମମାନଙ୍କୁ ହେବା ପାଇଁ ହେଲେ ତାହାଙ୍କୁ ଚରଣ ତଳକୁ ଯିବାକୁ ପଡ଼ିବ ଆମମାନଙ୍କୁ। ସେ କୁବ୍ଜା ନାରୀ ଯେ ପ୍ରକାର ତାହାଙ୍କର ଚରଣ ତଳକୁ ଗଲା, ତାହାଙ୍କ ପାଖକୁ ଗଲା, ଆଉ ପ୍ରଭୁ ତାକୁ ଦେଖିଲେ ଆଉ ତାକୁ ପାଖକୁ ଡାକିଲେ। ଆଜି ଆମମାନଙ୍କୁ ମଧ୍ୟ ଏ ଜଗତରେ ରହି ତାହାଙ୍କର ନିକଟବର୍ତ୍ତୀ ହେବା ଆବଶ୍ୟକ। ଜଗତରେ ଆମମାନଙ୍କର ଜୀବନରେ ଅନେକ ଦୁର୍ବଳତାର ଆତ୍ମାମାନେ ଆମମାନଙ୍କୁ କ'ଣ କରନ୍ତି? ଗ୍ରାସ କରନ୍ତି। ଯାହାଦ୍ୱାରା ଆମେମାନେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ଠାରୁ ଦୂରେଇ ଯାଇଥାଉ। ଦୁର୍ବଳତାର ଆତ୍ମା ଗୁଡ଼ିକୁ ଆମମାନଙ୍କୁ କ'ଣ କରେ? ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ କରିଥାଏ। ଯେଉଁ ଦୁର୍ବଳତା ଆମମାନଙ୍କର ଜୀବନରେ ପ୍ରକାଶ ପାଏ, ଯାହାଦ୍ୱାରା କି ଆମମାନେ ସେଇ ଶକ୍ତିରେ ଶକ୍ତିଯୁକ୍ତ ହୋଇପାରିନଥାଉ। ପ୍ରଭୁ କିନ୍ତୁ ଆମମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ କରିବା ପାଇଁ ଚାହାନ୍ତି। ପ୍ରେରିତ 8 ପର୍ବ 23 ପଦରେ ଯଦି ଆମେ ଦେଖିବା, ଅଧର୍ମ ରୂପକ ବନ୍ଧନ ଯାହାଦ୍ୱାରା ଆମମାନେ ଅନ୍ୟାୟ, ଅନୀତି, ବିଭିନ୍ନ ପ୍ରକାର ଅଧର୍ମଚାରୀ କାର୍ଯ୍ୟ କରି ଆମମାନେ କ'ଣ କରୁ? ସେ ବନ୍ଧନରେ ଆବଦ୍ଧ ହୋଇଥାଉ। ନ୍ୟାୟ ବିଚାର ଆମମାନଙ୍କ ପାଖରେ ନଥାଏ। ଅନ୍ୟାୟ ଦ୍ୱାରା ଆମମାନେ ଗତି କରିବାକୁ ଚାହିଁଥାଉ। ପ୍ରାୟ ପ୍ରତ୍ୟେକ ମନୁଷ୍ୟଙ୍କ ଭିତରେ ଏସବୁ ଗୁଣ ଗୁଡ଼ିକ ଭରି ରହିଛି। ଏ ଦୁର୍ବଳ ଆତ୍ମାମାନେ ସେମାନଙ୍କୁ କ'ଣ କରନ୍ତି? ଈଶ୍ୱରଙ୍କ ଠାରୁ ଦୂରେଇ ଦେବା ପାଇଁ, ନିଜର କରିବା ପାଇଁ ଶୈତାନ ସବୁବେଳେ କ'ଣ କରେ? ପ୍ରଲୋଭନ ଆଣି ଦେଇଥାଏ। ଯାହାଦ୍ୱାରା ଆମମାନଙ୍କର ଜୀବନରେ ଅଧର୍ମ ବୃଦ୍ଧି ପାଇଥାଏ। ଅଧର୍ମକୁ ଆଦରି ଆମମାନେ ଧର୍ମାତ୍ମାଙ୍କୁ ତ୍ୟାଗ କରିଥାଉ। ସେଥିପାଇଁ ସାଧୁ ପାଉଲ ପ୍ରେରିତ ମଣ୍ଡଳୀକୁ କହୁଅଛନ୍ତି, ତୁମ୍ଭେ ତିକ୍ତ ବିଷରେ ପରିପୂର୍ଣ୍ଣ। ତିକ୍ତ ବିଷରେ ଆମମାନଙ୍କ ଭିତରେ ଅଧର୍ମ ଏ ପ୍ରକାର ମାତିଛି, ଯାହାଦ୍ୱାରା କି ଲୋଭ, ହିଂସା, କ୍ରୋଧ, ବିଭିନ୍ନ ପ୍ରକାର ବିବାଦ, କଳି, ଝଗଡ଼ା ଝାଟି, ଅଶାନ୍ତି ଆଉ ଅର୍ଥ ଲୋଭ, ଏସବୁ ଦ୍ୱାରା ଆମମାନେ କ'ଣ ହେଇଥାଉ? ଅଧର୍ମ ରୂପକ ବନ୍ଧନରେ ଆବଦ୍ଧ ହେଇଥାଉ। ସେଥିପାଇଁ ପ୍ରେରିତ ପାଉଲ ପ୍ରେରିତ ମଣ୍ଡଳୀକୁ ଜଣାଉଛନ୍ତି, ତୁମ୍ଭେ ତିକ୍ତ
ହିତ ବିଷୟରେ ପରିପୂର୍ଣ୍ଣ ହୋଇ ତୁମ୍ଭେ କ'ଣ କରୁଅଛ? ଈଶ୍ୱରଙ୍କ ଠାରୁ ଦୂରେଇ ଅଛ। ଆମେ ଯଦି ତାହା କରୁ ତାହେଲେ ଆମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହେବା। ହିତୋପଦେଶ 5 ପର୍ବ 22 ପଦରେ ଲେଖାଯାଏ, ପାପରେ ପରିପୂର୍ଣ୍ଣ। ପାପ ରୂପକ ଆତ୍ମା, ପାପ ରୂପକ ବନ୍ଧନ। ଦୁଷ୍ଟ ଲୋକ ପାପରେ ପରିପୂର୍ଣ୍ଣ ଥାଏ। ଦୁଷ୍ଟ ଲୋକ ସବୁବେଳେ କେମିତି ପାପ କରିବ, କେମିତି ଅନ୍ୟାୟ କରିବ, କେମିତି ଅନୀତି କରିବ, କାହାର ଅପକାର କରିବ, ଏସବୁ ତାର ମୁଣ୍ଡରେ ଚିନ୍ତା ଭର୍ତ୍ତି ହେଇଥାଏ। ସେ ଈଶ୍ୱର ପରାୟଣ ଜୀବନ କାଟିବା ପାଇଁ ଚାହିଁ ନଥାଏ। ପାପୀ କ'ଣ କରେ? ନିଜର ଅଜ୍ଞାନତା ଯୋଗୁଁ ତାହାର ପାପକୁ ସେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଥାଏ। ଲୋକମାନଙ୍କୁ ସେ ବହୁତ ଭଲ ଲୋକ ବୋଲି ଦେଖାଇ ହେଇଥାଏ, କିନ୍ତୁ ମନରେ ତାର କୁଟିଳତା ଭାବ, ତାର ଦୁଷ୍ଟତା ଭାବ ବୃଦ୍ଧି ପାଇ ସେ କ'ଣ କରେ? ଅନ୍ୟମାନଙ୍କ ଆଗରେ, ଈଶ୍ୱରଙ୍କ ଆଗରେ ନିଜର ଅଜ୍ଞାନତା ସେ ପ୍ରକାଶ କରିଥାଏ। ଆଉ ସେ ପାପ ବନ୍ଧନରେ ବାନ୍ଧି ହୋଇ ଆମମାନେ ମଧ୍ୟ ଆଜି ସେ ପାପ ବନ୍ଧନରେ ବାନ୍ଧି ହୋଇ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇଥାଉ। ଛୋଟିଆ ଯଦି ଖମିର ପୁରା ମଇଦାକୁ ଖମିରମୟ କରୁଛି, ତାହେଲେ ନିଶ୍ଚୟ ଛୋଟ ପାପ ଆମମାନଙ୍କ ଜୀବନରେ ଯେତେ ଆମେ ଭଲ କାର୍ଯ୍ୟ କଲେ ମଧ୍ୟ ସେ ଛୋଟ ପାପଟି ଆମମାନଙ୍କର ସମସ୍ତ ଧର୍ମମୟ ଜୀବନକୁ କ'ଣ କରେ? ନଷ୍ଟ କରିଦିଏ। ମୃତ୍ୟୁର ଆତ୍ମା। ମୃତ୍ୟୁର ଆତ୍ମା କ'ଣ? ଆମେ ଟିକେ ଦେଖିବା। ମୃତ୍ୟୁ କେଉଁ ପ୍ରକାର ମନୁଷ୍ୟକୁ ଗ୍ରାସ କରେ? ମୃତ୍ୟୁ କି ପ୍ରକାର ମନୁଷ୍ୟ ପାଖକୁ ଆସେ? ଆମେ ଧୂଳିରୁ ଜାତ ହୋଇଛୁ। ପ୍ରଭୁ ଆମମାନଙ୍କୁ ତାହାଙ୍କର ନିଜର ଇଚ୍ଛା ମତେ ତାହାଙ୍କ ସଦୃଶ୍ୟରେ ଆମମାନଙ୍କୁ ଏ ଜଗତକୁ ସୃଷ୍ଟି କରିବା ସହିତ ଆମମାନଙ୍କୁ ଧୂଳିରୁ ନିର୍ମାଣ କଲେ। ଆମମାନଙ୍କର ମୃତ୍ୟୁ ମଧ୍ୟ ସୁନିଶ୍ଚିତ। ଧୂଳିରୁ ଯେତେବେଳେ ଆସିଛୁ ଆମେ ଧୂଳିରେ ହିଁ ମିଶିବା, କିନ୍ତୁ ଆମମାନଙ୍କର ସମୟ ପୂର୍ବରୁ ମୃତ୍ୟୁ ଯେଉଁ ଆସେ, ପ୍ରଭୁ ଆମମାନଙ୍କୁ ସମୟ ସୀମା ଦେଇଅଛନ୍ତି। ତା ପୂର୍ବରୁ ଯେଉଁ ଆମମାନଙ୍କ ମୃତ୍ୟୁ ଆସେ, ସେ କ'ଣ କରେ? ଶୈତାନ ସବୁ ଅବସ୍ଥାରେ, ଗୀତ 107:14 ଯଦି ଆମେ ପଢ଼ିବା, ତାହେଲେ ମୃତ୍ୟୁ ଆମମାନଙ୍କୁ ଗ୍ରାସ କରେ। ମୃତ୍ୟୁର ଆତ୍ମା ଆମମାନଙ୍କୁ ଆବୋରି ଧରିଥାଏ। ଶୈତାନ ତାର ଚାତୁରିତା ଦ୍ୱାରା ଆମମାନଙ୍କୁ କ'ଣ କରେ? ଆବୋରିଥାଏ। ରାସ୍ତାରେ ଯିବା ସମୟରେ, ଗୃହରେ ବସିଥିବା ସମୟରେ, ଗାଡ଼ି ଚଲାଉଥିବା ସମୟରେ ବିଭିନ୍ନ ପ୍ରକାର ଆଳରେ ସେ ଆମମାନଙ୍କୁ ମୃତ୍ୟୁ ଘଟାଇବାକୁ ଚାହେଁ। ଗତ ଥର ମୁଁ ଆପଣମାନଙ୍କୁ ସାକ୍ଷ୍ୟ ଦେଇଥିଲି, ଆଉ ମୁଁ ବାଇକ୍ରେ ଆସୁଥିଲି, ମୁଁ ହମ୍ସରେ ପଡ଼ିଗଲି। ସେ ସମୟରେ ହୁଏତ ମୋ ମୃତ୍ୟୁ ହେଇଥାନ୍ତା, କାହିଁକିନା ଶୈତାନ କେବେ ଚାହେଁନି ପ୍ରଭୁଙ୍କର ଲୋକମାନଙ୍କୁ ଭଲରେ ରଖିବା ନିମନ୍ତେ, ତାହାଙ୍କର ପିଲାମାନଙ୍କୁ ସେ ଭଲରେ ରଖିବା ନିମନ୍ତେ କେବେ ବି ଚାହେଁ ନାହିଁ। ହୁଏତ ସେ ସମୟରେ ମୋ ମୃତ୍ୟୁ ଘଟିଥାନ୍ତା, କିନ୍ତୁ ପ୍ରଭୁ ତାହାଙ୍କର ଦୂତମାନଙ୍କର ଆବରତା ଦ୍ୱାରା ମୋତେ ସେ ଜାଗାରେ ସ୍ପର୍ଶ କଲେ, ମୋତେ ବଞ୍ଚାଇଲେ। ସେଥିପାଇଁ ତାଙ୍କର ମହାନାମକୁ ଧନ୍ୟବାଦ। ବିଭିନ୍ନ ପ୍ରକାର ଦୁର୍ଘଟଣା ଦ୍ୱାରା ଶୈତାନ କ'ଣ କରେ? ମୃତ୍ୟୁବରଣ କରାଇଥାଏ। ସେ ଛକ ସ୍ଥାନମାନଙ୍କରେ ଛକି ବସିଥାଏ, କେଉଁ ସ୍ଥାନରେ ଏଇ ଲୋକ ଆସିବ ଆଉ ମୁଁ ତାର ଦୁର୍ବଳତାକୁ ଗ୍ରାସ କରିବି। ଆମମାନଙ୍କର ଭିତରେ ରୋଗର ଆତ୍ମା, କ୍ରୋଧର ଆତ୍ମା, ହିଂସା କଳହର ଆତ୍ମା, ଅସହିଷ୍ଣୁତାର ଆତ୍ମା, ବିଭ୍ରାନ୍ତକାରୀ ଆତ୍ମା, ଲୋଭ କ୍ଲେଶ ଅଭାବର ଆତ୍ମା, କଷ୍ଟ ଯନ୍ତ୍ରଣାର ଆତ୍ମା ଦ୍ୱାରା ଶୈତାନ ଆମମାନଙ୍କୁ କ'ଣ କରିଥାଏ? ପ୍ରଭୁଙ୍କ ଠାରୁ ଆମମାନଙ୍କୁ ପୃଥକ କରାଇଥାଏ। ଜୀବନର ଜଞ୍ଜାଳରେ ପ୍ରବେଶ କରି ତାହାଙ୍କ ଠାରୁ ଆମମାନଙ୍କୁ ଦୂରେଇ ଦେଇଥାଏ। ଜଗତ ସହିତ ଆମମାନଙ୍କୁ ଏ ପ୍ରକାର ସେ ସଂଶ୍ଳିଷ୍ଟ କରେ, ଯାହାଦ୍ୱାରା ଆମେ ଜଗତ ସହିତ ପୁରା ଖାପ ଖାଇ ଜୀବନ ଅତିବାହିତ କରିଥାଉ। ଆମମାନଙ୍କର ସମୟ ଅଭାବ ଥାଏ ପ୍ରାର୍ଥନା ପାଇଁ, ସମୟ ଅଭାବ ଥାଏ ଆମମାନଙ୍କର ବାକ୍ୟ ପଢ଼ିବା ପାଇଁ।
ତାହାଙ୍କର ଶିକ୍ଷାକୁ ଗ୍ରହଣ କରିବା ପାଇଁ ଈଶ୍ୱରଙ୍କ ନିକଟରେ ନିଜକୁ ସମୟ ଦେବା ପାଇଁ ଆମମାନଙ୍କର ଅଭାବ ଥାଏ। କାରଣ ଶୈତାନ କ'ଣ କରେ, ଆମମାନଙ୍କୁ ଜାଗତିକ ଭାବେ ଜୀବନ ଅତିବାହିତ କରିବା ନିମନ୍ତେ ସେ ଆମମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଜାବୁଡ଼ି ଧରିଥାଏ। ଯେ ପ୍ରକାର ସେହି କୁବ୍ଜା ସ୍ତ୍ରୀ ଲୋକଟି 18 ବର୍ଷ ଧରି ଆଉ ତାର ଶରୀରରେ ସେ କୁବ୍ଜାକୁ ବହନ କରିଥିଲା, ସେ ନିଶ୍ଚୟ ସେ କୁବ୍ଜାଟି ଧରି କେତେ କଷ୍ଟ ପାଉଥିବ, କେତେ ହୁଏତ ସେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାକୁ ଚାହିଁଥିବ, କିନ୍ତୁ ପ୍ରଭୁ ତାକୁ ସେଇ ସମୟ ଦେଇଥିଲେ। ଆମମାନଙ୍କୁ ମଧ୍ୟ ପ୍ରଭୁ ସମୟ ଦେଇଛନ୍ତି। ସମୟ ଅନୁସାରେ ଆମେ ତାହାଙ୍କର ନିକଟବର୍ତ୍ତୀ ହେବା, ତାହାଙ୍କର ଚରଣ ତଳକୁ ଆସିବା। ସବୁ ଅବସ୍ଥାରେ ସେ ଆମମାନଙ୍କୁ ଧରି ରଖିବା ପାଇଁ ଚାହାନ୍ତି। ସେ ନାରୀଟିକୁ ଆଉ ସିଏ କ'ଣ କଲେ, ପାଖକୁ ଡାକିଲେ ଆଉ ତାର କୁବ୍ଜା ଉପରେ ହାତ ରଖି ତାହାକୁ କ'ଣ କଲେ, ସେ ଦୁର୍ବଳତାର ଆତ୍ମାକୁ ବାହାର କଲେ। ଆଜିଠାରୁ ତୋର ଏଇ କୁବ୍ଜା ଆଉ ତୋ ପାଖରେ ରହିବ ନାହିଁ। ଆମ ଜୀବନରେ ମଧ୍ୟ ସେହିପରି ସେହି କୁବ୍ଜା ପରି ବିଭିନ୍ନ ପ୍ରକାର ଘାତ ପ୍ରତିଘାତକୁ ଜୀବନରେ ଆମେ ଧରିଥାଉ, ଯାହାଦ୍ୱାରା ଆମେ ତାକୁ ଛାଡ଼ିବା ପାଇଁ ଚାହିଁନଥାଉ। କାରଣ ଆମମାନଙ୍କର ଦୁଇଟା ମନ, ଜାଗତିକ ମନ ଆଉ ଗୋଟେ ଆତ୍ମିକ ମନ। ଆମେ ଯଦି ଗୋଟାଏକୁ ଧରୁଛୁ, ଆଉ ଗୋଟାରେ ଆମେ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ହୋଇପାରିବାନି, ଆମେ ଭଲରେ ରହିପାରିବାନି, ଭଲରେ ଖାଇପାରିବାନି, ଭଲରେ ଶୋଇପାରିବାନି, ଜଗତର ସମସ୍ତ ଚାକଚକ୍ୟରେ ପରିପୂର୍ଣ୍ଣ ହୋଇପାରିବାନି। ଆଉ ଯଦି ଗୋଟାଏକୁ ଧରୁଛୁ, ଏସବୁ ବିଷୟ ଆମେ ପାଇପାରିବା ନାହିଁ। ଯଦି ଏସବୁ ବିଷୟ ଧରୁଛୁ, ଆମମାନଙ୍କର ଆତ୍ମାଙ୍କର ସହିତ ସମ୍ପର୍କ ଛିନ୍ନ ହୋଇଯାଉଛି। ସେଥିପାଇଁ ଆମେ ଦୁଇ ମନ ହୋଇ ଆମେ ଈଶ୍ୱରଙ୍କ ସହିତ ସଂଶ୍ଳିଷ୍ଟକାରୀ ଜୀବନ ଅତିବାହିତ କରିପାରୁନାହୁଁ, ଯାହାଦ୍ୱାରା ଆମମାନଙ୍କର ପରିବାରରେ ସେଇ ଦୁର୍ବଳତା, ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ସେଇ ଦୁର୍ବଳତା, ଆମମାନଙ୍କର ସମାଜରେ ସେଇ ଦୁର୍ବଳତା, ଆମମାନଙ୍କର ମଣ୍ଡଳୀ ମଧ୍ୟରେ ମଧ୍ୟ ସେହି ଦୁର୍ବଳତା, ଯେଉଁ ଦୁର୍ବଳତା ଯୋଗୁଁ ଆଜି ମଣ୍ଡଳୀ ମଧ୍ୟରେ ଅଶାନ୍ତି, ଆମମାନଙ୍କର ସମାଜରେ ଅଶାନ୍ତି, ଆମମାନଙ୍କ ପରିବାରରେ ଅଶାନ୍ତି, ଆମମାନଙ୍କ ବ୍ୟକ୍ତିଗତ ଜୀବନ ଅଶାନ୍ତିମୟ। କାହିଁକି? ଆଜି ଶୈତାନର ବଶବର୍ତ୍ତୀ ହୋଇକି ଆମେ କ'ଣ କରୁ, ସେହି ଆତ୍ମା ଗୁଡ଼ିକୁ ଜାବୁଡ଼ି ଧରିଅଛୁ। ଯେଉଁ ଆତ୍ମା ଗୁଡ଼ିକୁ ଆମମାନଙ୍କୁ ଜଗତରେ ଶାନ୍ତି ଦେଉଛି, ଆନନ୍ଦ ଦେଉଛି, ସେଇ ବିଷୟକୁ ଆମେ ଧରିକି ଆମେ ଈଶ୍ୱରଙ୍କର ଚରଣ ତଳେ ନତ ହେବା ପାଇଁ ଆମମାନଙ୍କର ସମୟର ଅଭାବ, ପ୍ରାର୍ଥନାର ଅଭାବ, ବାକ୍ୟର ଅଭାବ, ଯାହାଦ୍ୱାରା କି ଆମମାନଙ୍କର ଜୀବନରେ ଏସବୁର ବିଫଳତା ଆସୁଅଛି। ଯାହାଦ୍ୱାରା ଆମେ ସବୁ ବାଧା ବନ୍ଧନରେ ବାନ୍ଧି ହୋଇ ରହିଛୁ, ତାଦ୍ୱାରା ଆମେ ପିତା ଈଶ୍ୱରଙ୍କ ଠାରୁ କ'ଣ କରୁ, ବିଚ୍ଛିନ୍ନତା ଜୀବନ ଅତିବାହିତ କରୁ। ଯେତେବେଳେ ଆମେ ତାହାଙ୍କର ନିକଟବର୍ତ୍ତୀ ହେବା, ଯେତେବେଳେ ଆମେ ତାହାଙ୍କ ନିକଟ, ହଁ ମୁଁ ଏ ଜଗତରେ ରହି ମନ୍ଦ କାର୍ଯ୍ୟ କରିଛି, ମନ୍ଦ ଚିନ୍ତା କରିଛି, ମନ୍ଦ କଥା କହିଛି, ଅନ୍ୟର ଅପକାର କରିଛି, ଅନ୍ୟକୁ ଦୁଃଖ ଦେଇଛି, ଅନ୍ୟର ବଶବର୍ତ୍ତୀ ହୋଇ ମୁଁ ରହିଛି, ମୁଁ ଏସବୁକୁ ତ୍ୟାଗ କରି ମୋର ପ୍ରଭୁଙ୍କର ଚରଣ ତଳକୁ ମୁଁ ଯିବି। ଯାହାଦ୍ୱାରା କି ପ୍ରଭୁ ଆମମାନଙ୍କର କ'ଣ କରିବେ, ସେ କୁବ୍ଜା ଯେପରି ସେଇ କୁବ୍ଜା ନାରୀକୁ ଯେ ପ୍ରକାର ସୁସ୍ଥତା ପ୍ରଦାନ କଲେ, ତା ଦୁର୍ବଳତାର ଆତ୍ମାକୁ ବାହାର କଲେ, ସେଇ ପ୍ରକାର ଆମମାନଙ୍କର ଜୀବନ ସେ କୁବ୍ଜାକୁ ବୋହି ବୋହି ଆମେ ଆଜି ପର୍ଯ୍ୟନ୍ତ ଚାଲିଛୁ। ଆମମାନଙ୍କର କୁବ୍ଜା ହୁଏତ କାହାକୁ ଦେଖାଯାଇପାରୁନାହିଁ, କିନ୍ତୁ ଆମମାନଙ୍କ ଭିତରେ ଯେଉଁ ମନ୍ଦ ବିଷୟ ଗୁଡ଼ିକ ରହିଛି, ସେ ମନ୍ଦ ବିଷୟର ଭାରରେ ଆମେ ଭାରଗ୍ରସ୍ତ ହୋଇଯାଉଛୁ, ଯାହାଦ୍ୱାରା ଆମେ ଈଶ୍ୱରଙ୍କର ନିକଟବର୍ତ୍ତୀ ଆମେ ହେଇପାରୁନୁ। ପ୍ରଭୁ ତାହାକୁ ନିକଟକୁ ଡାକିଲେ ଆଉ କ'ଣ କଲେ, ସୁସ୍ଥତା ପ୍ରଦାନ କଲେ। ସେହି ପ୍ରକାର ଆମମାନଙ୍କୁ ମଧ୍ୟ ପ୍ରଭୁ ତାହାଙ୍କର ନିକଟକୁ ଡାକନ୍ତି। ତାହାଙ୍କର ଡାକ ଶୁଣିବାକୁ ଆମମାନଙ୍କର କର୍ଣ୍ଣ ଯେପରି ଉନ୍ମୁକ୍ତ ହେବ, ଆମମାନଙ୍କର ହୃଦୟର ଦ୍ୱାର ଯେପରି ଆମେ ଉନ୍ମୁକ୍ତ କରିବା। ଆମମାନଙ୍କର ଗୃହର ଦ୍ୱାର ସବୁବେଳେ ଖୋଲା ଥାଏ, କାହିଁକି ନା ଆମମାନଙ୍କର ପରିବାର ଲୋକମାନେ ଆସନ୍ତି, ବନ୍ଧୁବାନ୍ଧବମାନେ ଆସନ୍ତି, ଅତିଥିମାନେ ଆସନ୍ତି, ସେଥିପାଇଁ ଦ୍ୱାର ସବୁବେଳେ ଉନ୍ମୁକ୍ତ।
ସେହି ପ୍ରକାର ଆମମାନଙ୍କ ହୃଦୟର ଦ୍ୱାରକୁ ମଧ୍ୟ ଆମେ ଉନ୍ମୁକ୍ତ କରିବା ଆବଶ୍ୟକ, ଯାହାଦ୍ୱାରା ସେହି ପ୍ରଭୁଙ୍କର ଡାକ ଆମେ ଶୁଣିବା ଏବଂ ତାହାଙ୍କର ନିକଟବର୍ତ୍ତୀ ହେବା, ଯାହାଦ୍ୱାରା କି ଆମମାନଙ୍କ ଜୀବନର ସମସ୍ତ ଦୁର୍ବଳତାକୁ ସେ ଦୂର କରି ଆମମାନଙ୍କୁ କ'ଣ କରିବେ, ଆଶୀର୍ବାଦରେ ପୂର୍ଣ୍ଣ କରିବେ। ଏବଂ ତାହାଙ୍କର ଯିଏ ଡାକ ଶୁଣିବ ଆଉ ତାହାଙ୍କର ରବରେ ଯିଏ କର୍ଣ୍ଣପାତ କରିବ, ସେ କ'ଣ କରିବେ, ତାକୁ ଆଶୀର୍ବାଦରେ ପୂର୍ଣ୍ଣ କରିବେ, ତାହାକୁ ଜଗତରେ ଶ୍ରେଷ୍ଠ ସ୍ଥାନ ଦେବେ, ତାଠାରୁ ସମସ୍ତ ଦୁର୍ବଳତାର ଆତ୍ମାକୁ ଦୂର କରିବେ। ଯଦି ଶତ୍ରୁ ଶୈତାନ ଗୋଟେ ଦ୍ୱାରରେ ପ୍ରବେଶ କରୁଛି, ଆଉ ସେ କ'ଣ କରିବ, 7 ଦ୍ୱାର ଦେଇକି ଚାଲିଯିବ। ଯେତେବେଳେ ଦେଖିବ ଇଏ ପ୍ରଭୁଙ୍କର ଲୋକ, ଇଏ ପ୍ରଭୁଙ୍କର ସନ୍ତାନ, ସେତେବେଳେ ସେ ବାଟ ପାଇବନି କେଉଁ ଜାଗାରେ ସେ ରହିବା ପାଇଁ। ଶୈତାନ ସେ ସମୟରେ କ'ଣ କରିବ, ଯଦି ଦ୍ୱାର ଭିତରେ ପ୍ରବେଶ କରିଛି, 7ଟି ଦ୍ୱାର ଖୋଜିବ ଯେ ମୁଁ କେଉଁ ଦ୍ୱାର ଦେଇକି ମୁଁ ଏ ଜାଗାରୁ ବାହାରିକି ଚାଲିଯିବି। ଆଜି ସେଇ ପ୍ରକାର ଆମମାନଙ୍କ ଜୀବନ ହେବା ଆବଶ୍ୟକ। ସମସ୍ତ ପ୍ରକାର ଦୁର୍ବଳତାର ଆତ୍ମା ଯେପରି ଆମମାନଙ୍କର ଜୀବନରୁ ଦୂର ହେବ, ପ୍ରଭୁ ସେଥିପାଇଁ ଆମମାନଙ୍କୁ ଏ ଜଗତରେ ସ୍ଥାନ ଦେଇକି, ଜୀବିତମାନଙ୍କ ମଧ୍ୟରେ ସ୍ଥାନ ଦେଇ ଆମମାନଙ୍କୁ ରଖିଅଛନ୍ତି। କିନ୍ତୁ ଆମେ ମନୁଷ୍ୟ ମାତ୍ର ହୋଇଥିବାରୁ ଆମମାନଙ୍କର ଦୁର୍ବଳତା ଯୋଗୁଁ ଆମେ ତାହାଙ୍କ ନିକଟବର୍ତ୍ତୀ ଆଜି ହେଇପାରୁନାହୁଁ। କିନ୍ତୁ ସମୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ତାହାଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ, ତାହାଙ୍କର ରବ ଶୁଣିବା ନିମନ୍ତେ, ତାହାଙ୍କର ଡାକ ଶୁଣି ଯେପରି ଆମେ ତାହାଙ୍କ ନିକଟତର ହେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ହେ ଜୀବିତ ରାଜା, ତୁମର ଧନ୍ୟବାଦ କରୁଛୁ ତୁମ ଦୟା ଅନୁଗ୍ରହରେ ପ୍ରଭୁ ଆଜି ଆମମାନଙ୍କୁ ସୁନ୍ଦର ଦିନ ଦେଖିବାକୁ ଦେଇଛ, ତୁମର ଉପସ୍ଥିତି ଦେଇଛ, ସେଥିପାଇଁ ଧନ୍ୟବାଦ ପିତା। ଆମମାନଙ୍କ ଦୋଷ ଦୁର୍ବଳତାକୁ ଦୂର କରି ପ୍ରଭୁ ତୁମେ ଆମମାନଙ୍କୁ ଜୀବନ ପ୍ରଦାନ କର, ଆମମାନଙ୍କୁ ତୁମେ ସଜାଡ଼ ପ୍ରଭୁ। ପ୍ରଭୁ ଆମମାନଙ୍କର ଭିତରେ ଥିବା ସମସ୍ତ ମନ୍ଦ ସ୍ୱଭାବ ଗୁଡ଼ିକୁ, ସମସ୍ତ ଦୁର୍ବଳତାର ଆତ୍ମା ଗୁଡ଼ିକୁ ତୁମେ ଦୂର କରି ଆମମାନଙ୍କ ଜୀବନକୁ ତୁମେ ଧୋଇ ଦିଅ ପିତା। ତୁମ ରକ୍ତରେ ଧୋଇ ଆମମାନଙ୍କୁ ପରିଷ୍କୃତ ଜୀବନ ପ୍ରଦାନ କର। ଆମେ ଯେପରି ପ୍ରଭୁ ତୁମର ଗୌରବର କାରଣ ହବୁ। ଜଗତ ଯେ ମନ୍ଦତାରେ ପରିପୂର୍ଣ୍ଣ ପିତା, ହଁ ପ୍ରଭୁ ତୁମେ ଦୟା କର। ଏ ଜଗତର ମନ୍ଦତା ଆମମାନଙ୍କୁ ଯେପରି ଗ୍ରାସ ନ କରେ, ଆମମାନଙ୍କର ଗର୍ବ ଅହଙ୍କାର ଯୋଗୁଁ ଆମେ ଯେପରି ବିପଦଗାମୀ ନ ହଉ, ସେଇ ପ୍ରକାର ତୁମେ ଆମମାନଙ୍କୁ ଦୟା କର। ନମ୍ରତାର ଜୀବନ ପ୍ରଦାନ କର, ସଜାଗ ଜୀବନ ପ୍ରଦାନ କର ପ୍ରଭୁ। ତୁମେ ଯାହାମାନଙ୍କ ନିମନ୍ତେ ଆସୁଅଛ ପ୍ରଭୁ, ସେ ଆସିବା ଦିନକୁ ଆମେ ଯେପରି ତୁମ ନିମନ୍ତେ ଅପେକ୍ଷା କରିବୁ, ସେଇ ଜ୍ଞାନ ବୁଦ୍ଧି ସେ ଆତ୍ମାଙ୍କର ଚାଳନା ଦେଇ ଆମମାନଙ୍କ ସହିତ ତୁମେ କଥା କୁହ ପିତା। ଆଜି ଯେଉଁମାନେ ବାକ୍ୟ ଶୁଣିଛନ୍ତି, ଶୁଣିବେ ପ୍ରଭୁ, ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ସାନଠାରୁ ବଡ଼ ପର୍ଯ୍ୟନ୍ତ ପ୍ରତ୍ୟେକଟି ଜୀବନରେ ଯାହା ଯାହା ଦୁର୍ବଳତାର ଆତ୍ମା ବାସ କରୁଅଛି, ଶୈତାନିକ କାର୍ଯ୍ୟ ବାସ କରୁଅଛି, ଶୈତାନର ଚାତୁରିତା ବାନ୍ଧି ରଖିଅଛି, ସମସ୍ତ ବନ୍ଧନରେ ମୁକ୍ତ କରି ପ୍ରଭୁ ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ସହବର୍ତ୍ତୀ ପରମେଶ୍ୱର ହୁଅ। ସେ ବନ୍ଧନକୁ ଛିଣ୍ଡାଇବା ନିମନ୍ତେ ପ୍ରଭୁ ତୁମେ ସକ୍ଷମ ପରମେଶ୍ୱର। ତୁମେ ଦୟା କର ବୋଲି ନିବେଦନ କରୁଛୁ। ଆମମାନଙ୍କର ପ୍ରତ୍ୟେକଟି ସମସ୍ୟା, ଚିନ୍ତା, ନୈରାଶ୍ୟତାକୁ ତୁମେ ଯୀଶୁ ନାମେ ଦୂର କରି ଆମ ପ୍ରତ୍ୟେକଟି ଜୀବନକୁ ତୁମେ ଅଧିକାର କରୁଅଛ ବୋଲି ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମ୍ଭର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେମିତି ନିଜ ନିଜ ଅପରାଧମାନଙ୍କୁ କ୍ଷମା କରିଅଛୁ, ତେମନ୍ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ତ୍ର ରକ୍ଷା କର। ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ। ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ। ଆମେନ୍। ପ୍ରେଜ୍ ଦ ଲର୍ଡ।